ସକାଳୁ ଉଠି ଦେଖେ ତ ବର୍ଷା ବହୁତ ଜୋରରେ ଗାଜୁଛି। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ, ୱେଲକମ୍ ଟୁ ମାଇ ଆନାଦର ମିନି ବ୍ଲଗ୍। ମୁଁ ଏଠି ରେନିକୋଟ୍ ପିନ୍ଧିକି ବାହାରି ପଡ଼ିଛି ମୋ କର୍ମକ୍ଷେତ୍ରକୁ ଯିବା ପାଇଁ, ମାନେ ମୋ କାମରେ। ତ ଯେହେତୁ ଅର୍ଜେଣ୍ଟ କାମ ଥିଲା, ଯିବାକୁ ତ ପଡ଼ିବ। ଆଉ ରାସ୍ତାରେ ଗଲାବେଳେ ମୋତେ ଲାଗିଲା ରାସ୍ତାରେ ମୁଁ ହିଁ ଏକୁଟିଆ ଡ୍ରାଇଭ୍ କରିକି ଯାଉଛି, ଆଉ କେହି ନାହାନ୍ତି। ଯାହା ବି ହଉ, ଗଲାବେଳେ ଝିପ୍ ଝିପ୍ ବର୍ଷା ପକାଉଥିଲା, ଟିକେ ଏନ୍ଜୟ କରିକି କିଛିଟା ମୋ ଭିଡ଼ିଓ କ୍ଲିପ୍ ନେଇଥିଲି। ଆଉ ସେଠୁ କାମ ସାରି ରିଟର୍ନ ଆସିଲା ବେଳେ ଗୋଟେ ମଉସାଙ୍କ ପାଖରୁ କିଛି ଫୁଲ ଗଛ ଆଣିଥିଲି, ଗେଣ୍ଡୁ ଗଛ, ସେବତୀ ଗଛ ଆଉ ପୋଦିନା ପତ୍ର କିଛି, ଯାହାକି ଆମ ବାଡ଼ିରେ ମୁଁ ଲଗେଇବି ଯେହେତୁ ବର୍ଷା ହେଉଥିଲା। ଆଉ ମାଆ ଏଠି ଖିଚୁଡ଼ିର ପ୍ରିପାରେସନ୍ କରୁଥିଲେ, ଆଉ ମୁଁ ଏଠି ବସିକି ଟିକେ ଏନ୍ଜୟ ନେଉଥିଲି ବର୍ଷାକୁ, ଆଉ ମାଆ ସହିତ ଏଣୁ ତେଣୁ ଗପୁଥିଲି। ତାପରେ ବାବା ଏଠି ବାହାରିଲେ ସେଇ ଫୁଲ ଗଛକୁ ଲଗେଇବା ପାଇଁ। ମୁଁ ବାବାଙ୍କୁ ଯେତେ ମନା କଲି ଲଗାନ୍ତୁନି, ବର୍ଷା ବହୁତ ଜୋରେ ହେଉଛି, ବର୍ଷା ଛାଡ଼ିଲେ ଲଗେଇବେ। ବାବା କିନ୍ତୁ କହିଲେ ନାଇଁ, ବର୍ଷାରେ ଲଗେଇଦେଲେ ଛାଡ଼ିଯିବ। ତାପରେ ଆମ ଝିଅ ନେଇ ଆସିଥିଲା, ଏଠି ବର୍ଷା ପକା ଦେଇଛି, ଭାଉଜ ବନେଇ ଦେଇଥିଲେ ଗରମ ଗରମ ବାଇଗଣୀ ଆଉ ଭେଣ୍ଡି ଭଜା। ତାକୁ ମୁଁ ଟିକେ ଖାଇ ଦେଇଥିଲି। ଖାଇକି ଟିକେ ରେଷ୍ଟ ନେଇକି ଚାରିଟା ବେଳେ ଉଠିକି ଭାବିଲି ନାଇଁ, ବର୍ଷା ହେଉଛି, ସୁଯୋଗରେ ହାତ ଛଡ଼ା ନ କରିକି ପକୁଡ଼ି ଟିକେ ଛାଣିଦେବା ଆଉ ଡିନରଟାକୁ ଆଜି ସ୍କିପ୍ କରିଦେବା। ପକୁଡ଼ି ଖାଇଦେଲୁ ଆମେ ସମସ୍ତେ, ବାବା, ମୁଁ, ଭାଉଜ, ଭାଇ, ଝିଅ ସବୁ ଖାଇଦେଲୁ। ଆଜି ପାଇଁ ଭିଡ଼ିଓଟା ଏତିକି ରହିଲା। ଟାଟା, ବାଏ ବାଏ।